ଯାହା କରିଯିବେ ବିରୋଧୀ ବାଲା ଆଖି ବୁଝି ମୁଣ୍ଡପାତି ସେ ଜିନିଷକୁ ସହିଯିବେ ଏବଂ ସାଧାରଣ ଲୋକ ସେ କଥାକୁ ସହିଯିବେ। ସରକାର ଲୋକଙ୍କ ଭଲ କରିବା ପାଇଁ, ଲୋକଙ୍କର ଉନ୍ନତି କରିବା ପାଇଁ, ଲୋକଙ୍କୁ ରାଜ୍ୟରେ ଭଲ ସେବା ଦେବା ପାଇଁ ପ୍ରତିଶ୍ରୁତି ଦେଇକି ଆସିଥିଲେ। ସରକାର କ'ଣ ପ୍ରତିଶ୍ରୁତି ଦେଇକି ଆସିଥିଲେ? ଏଇଭଳି ଭାବରେ ଛାତ୍ରଛାତ୍ରୀଙ୍କୁ ମାରିବା, ମହିଳାମାନଙ୍କୁ ଅପମାନ କରିବା, ମହିଳାମାନଙ୍କୁ ଅପଦସ୍ଥ କରିବା, ଗଣ ଦୁଷ୍କର୍ମ କରିବା ଏବଂ ପୋଲିସ ଦ୍ୱାରା ସାଧାରଣ ଲୋକଙ୍କୁ ଅପଦସ୍ଥ କରିବା ଏବଂ ମାଡ଼ ମରାଇବା, এই କଥା କ'ଣ ସରକାର କହିକି ଆସିଥିଲେ? ଏବଂ ସରକାର କ'ଣ କହିକି ଆସିଥିଲେ? ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି, କୌଣସି ଯୋଜନା ନ କରି, କୌଣସି ଭଲ କାମ ନ କରି କେବଳ ଲୋକମାନଙ୍କୁ ଅତ୍ୟାଚାର କରିବା, ଲୋକଙ୍କ ଉପରେ ଅନ୍ୟାୟ କରିବା, ଏକଥା କ'ଣ ସରକାର କହିକି ଆସିଥିଲେ? ସରକାର ଯାହା କହିକି ସରକାରକୁ ଆସିଥିଲେ ଭୋଟ ପ୍ରଚାର ବେଳେ ସେ କାମ ଏପର୍ଯ୍ୟନ୍ତ କରୁନାହାନ୍ତି। କେବଳ ନବୀନ ପଟ୍ଟନାୟକ ମହୋଦୟ ଯୋଉ କାମ କରିଥିଲେ ତା ଉପରେ ରଙ୍ଗ ବଦଳେଇବା, ତା ଦେହରେ ରଙ୍ଗ ମାରିବା ଏବଂ ତାର ନାଁ ବଦଳେଇବା, ସ୍କିମର ନାଁ ବଦଳେଇବା, ଏଇ କଥାରେ ସରକାର ବ୍ୟସ୍ତ ଅଛନ୍ତି। ସରକାର କିଛି ଭଲ କାମ କଲେ ସିନା କିଏ ପ୍ରଶଂସା କରିବ? କୌଣସି ଭଲ କାମ କରୁନାହାନ୍ତି। ଏଠି ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି ଛାତ୍ରଛାତ୍ରୀ ମାନଙ୍କ ଉପରେ, ଏଠି ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି ଶ୍ରମିକ ମାନଙ୍କ ଉପରେ, ମହିଳା ମାନଙ୍କ ଉପରେ, ପ୍ରତିଦିନ ଦୁଷ୍କର୍ମ ହଉଛି ମହିଳା ମାନଙ୍କ ଉପରେ। ଏ କଥାକୁ ଆମେ କ'ଣ ମୁଣ୍ଡ ପାତିକି ସହିବୁ? କ'ଣ ପାଇଁ ସରକାର ଏମିତି ଆମକୁ, ସରକାର କ'ଣ ଆମକୁ ଧମକ ଦଉଛନ୍ତି? ବିରୋଧୀ ଦଳକୁ ଧମକ ଦଉଛନ୍ତି କି ଆମେ ମୁଣ୍ଡ ପାତି ସବୁ କଥା ସହିବୁ? କ'ଣ ପାଇଁ ସେ ଆମକୁ ଧମକ ଦଉଛନ୍ତି? ଏମିତି ଧମକକୁ ଆମେ ବିରୋଧୀ ଦଳ ଭାବରେ ଆମେ ଧମକକୁ, କାହା ଧମକକୁ ଖାତିର କରୁନା କି କୌଣସି ଧମକରେ ଆମେ ସାଧାରଣ ଲୋକଙ୍କ ପାଇଁ ଯୋଉ ବ୍ୟବସ୍ଥା କରିବା କଥା, ଯୋଉ ଦାବି କରିବା କଥା, ସାଧାରଣ ଲୋକଙ୍କର ସ୍ୱରକୁ ଯୋଉଭଳି ଭାବରେ ଉପସ୍ଥାପନ କରିବା କଥା, ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କର ସ୍ୱରକୁ ଆମେ ଉପସ୍ଥାପନ କରିବୁ, ସାଧାରଣ ଲୋକଙ୍କ ଦାବିକୁ ଆମେ ଉପସ୍ଥାପନ କରିବୁ। ସରକାରୀ ଦଳ ନାଲି ଆଖିରେ ଆମେ କୌଣସି ପ୍ରକାର ଚାପିଯିବୁ ନାହିଁ। ମହିଳା କମିଶନ ନିଯୁକ୍ତି ଦେଇଛନ୍ତି ସରକାର, ତା ପାଇଁ ଯୋଉ କମିଟି ସଦସ୍ୟ ଡିକ୍ଲେୟାର କରିଛନ୍ତି ସେ ସବୁ ମହିଳା ମୋର୍ଚ୍ଚାର ପୁନର୍ବାର ସେଇ ସରକାର ଯୋଉ ରାଜନୈତିକ ଦଳର ଥଇଥାନ କେନ୍ଦ୍ର ହେଇଗଲା ମହିଳା କମିଶନ ସେ ଦେଇଛନ୍ତି, ଯେହେତୁ କାଲି ଆପଏଣ୍ଟମେଣ୍ଟ କରିଛନ୍ତି, ତାଙ୍କର କାର୍ଯ୍ୟକ୍ରମ ଆମେ ଦେଖିନାହାନ୍ତି। କାର୍ଯ୍ୟକ୍ରମ ନ ଦେଖିଲା ପର୍ଯ୍ୟନ୍ତ କାହାକୁ ଆଲୋଚନା ସମାଲୋଚନା କରିବାର ଆବଶ୍ୟକତା ନାହିଁ। ମହିଳା କମିଶନ କାଲି କରିଛନ୍ତି, ସେ କାମ କ'ଣ କରୁଛନ୍ତି ମହିଳା ମାନଙ୍କର ଆପଣ ଦେଖନ୍ତୁ। କିଛି ଦିନ ମହିଳା ମାନଙ୍କର କ'ଣ ସେ ଉପକାର କରୁଛନ୍ତି? ଥଇଥାନ କେନ୍ଦ୍ର ହେଇଛି କି କ'ଣ? ସେ ତ କହିଥିଲେ ନା ଆମେ ସବୁ ପରିବର୍ତ୍ତନ କରିଦେବୁ, ଆମେ ରାଜନୀତି କରିବୁ ନା, ଆମେ ଲୋକଙ୍କ ସେବା କରିବୁ। ସେ ଏଥିରେ ରାଜନୀତି କଲେ କାହିଁକି? ଗୋଟେ ମହିଳା କମିଶନ ଥିଲେ, ତାଙ୍କର ଟର୍ମ ନ ପୁରିବା ଆଗରୁ ତାକୁ ଭାଙ୍ଗିଦେଲେ, ତାଙ୍କୁ ବାହାର କରିଦେଇକି ଅନ୍ୟ ରାଜନୈତିକ ଥଇଥାନ ତାଙ୍କ ଦଳର ଲୋକମାନଙ୍କୁ ଆପଏଣ୍ଟମେଣ୍ଟ କଲେ। ସେ ତ କହିଥିଲେ ଆମେ ରାଜନୈତିକ ଥଇଥାନ କରିବୁନୁ, ଆମେ ନ୍ୟାୟ ହିସାବରେ କରିବୁ। କୋଉଟା ସେ ନ୍ୟାୟ କଲେ? କୌଣସି ଜାଗାରେ ସେ ନ୍ୟାୟ କରୁନାହାନ୍ତି। କେବଳ ତାଙ୍କର ଦଳର ପ୍ରଚାର ଏବଂ ତାଙ୍କ ଦଳୀୟ କର୍ମୀଙ୍କୁ ଥଇଥାନ କାମରେ ସେ ଲାଗିଛନ୍ତି। ସେଇ ହିସାବ କରିଦଉନାହାନ୍ତି, ସେଇଭଳିଆ ହିସାବ କରିଦିଅନ୍ତୁ। 13 ମାସ ହିସାବ କରିଦେଲେ ଯେତେ ଦିନ ଯିବ। ଆଉ ସମସ୍ୟା ଶୁଣନ୍ତୁ, ସିଏ ଆମକୁ ଯୋଉ ସମାଲୋଚନା କରୁଥିଲେ ଯେ ଆମେ ଅଣ ଓଡ଼ିଆଙ୍କ ନିର୍ଦ୍ଦେଶରେ ଚାଲୁଛୁ, ଅଣ ଓଡ଼ିଆ କଥା କହିକି ଯାଉଛୁ, ଅଣ ଓଡ଼ିଆଙ୍କ ସାହାଯ୍ୟରେ ଚାଲୁଛୁ। ସେ ବର୍ତ୍ତମାନ କୋଉ ଓଡ଼ିଆଙ୍କ ସାହାଯ୍ୟରେ ଚାଲୁଛନ୍ତି? ସେ ବା ଦିଲ୍ଲୀ ଯାଉଛନ୍ତି, ଦିଲ୍ଲୀ ଯାଇକି ଅଣ ଓଡ଼ିଆଙ୍କ ନିର୍ଦ୍ଦେଶ ଆଣିଲେ ତାକୁ ଏଠି କାର୍ଯ୍ୟକାରୀ କରୁଛନ୍ତି। ସେ ଦିଲ୍ଲୀ ନ ଯାଇକି ନିଜ ବୁଦ୍ଧିରେ, କୋଉ ଓଡ଼ିଆ ଲୋକଙ୍କ ବୁଦ୍ଧିରେ ଏଠି କାମ ହଉଛି ମତେ ଟିକେ କହିଲେ? ଓଡ଼ିଆ ଲୋକ କିଏ ତାଙ୍କୁ ବୁଦ୍ଧି ଦଉଛନ୍ତି? ଏବଂ ସେ ଦିଲ୍ଲୀ ବାରମ୍ବାର ଯାଇକି ଅଣ ଓଡ଼ିଆଙ୍କ ବୁଦ୍ଧି ନ ଆଣିଲେ ଏଠି କୋଉ କଥା ସେ କାର୍ଯ୍ୟକାରୀ କରୁଛନ୍ତି? ଗୋଟିଏ ଅକ୍ଷର ଲେଖିପାରିବେନି ଯଦି ସେଠି ଅଣ ଓଡ଼ିଆଙ୍କର ନିର୍ଦ୍ଦେଶ ଦିଲ୍ଲୀରୁ ନ ଆସିଲା ପର୍ଯ୍ୟନ୍ତ, ଗୁଜୁରାଟୀ ଲୋକଙ୍କର ନିର୍ଦ୍ଦେଶ ନ ଆସିଲା ପର୍ଯ୍ୟନ୍ତ ଏଠି କୌଣସି କଥା କାର୍ଯ୍ୟକାରୀ ହେଇପାରୁନାହିଁ। ଉତ୍ତରାଧିକାରୀ ସୂତ୍ରରେ ମିଳିଛି, କର୍ମଚାରୀ ଆପଏଣ୍ଟମେଣ୍ଟ କରିବାକୁ ତାଙ୍କୁ କ'ଣ କିଏ ବନ୍ଦ କରିଛି? କର୍ମଚାରୀ ନିଯୁକ୍ତି କରିବା ସରକାରଙ୍କ ଦାୟିତ୍ୱ। ସରକାର ନିଯୁକ୍ତି କରୁନାହାନ୍ତି। ଯେତେ ଶୀଘ୍ର ନିଯୁକ୍ତି କରିକି କର୍ପୋରେସନ ଗୁଡ଼ିକୁ ସେ କରୁନାହାନ୍ତି, ତ ସେମାନେ ଯୋଉ କର୍ମକର୍ତ୍ତା ନାହାନ୍ତି କି ତାଙ୍କର ଚେୟାରମ୍ୟାନ ନାହାନ୍ତି, ସେ ନିଯୁକ୍ତି କରିବାକୁ ସରକାର ତ ବନ୍ଦ କରୁନାହାନ୍ତି। ସରକାରଙ୍କର ଦାୟିତ୍ୱ ହଉଛି କର୍ମଚାରୀ ମାନଙ୍କୁ ନିଯୁକ୍ତି କରିବା ଏବଂ ଗୋଟିଏ ନିଗମକୁ ସୁପରିଚାଳନା କରିବା। ସେ କଥା ସେ ଦାୟିତ୍ୱ ଅନ୍ୟ ଆଡକୁ ଖସେଇ ଦେଇ ତାଙ୍କର କେବଳ ଗୋଟିଏ ଗୀତ ଶିଖିଛନ୍ତି, 24 ବର୍ଷର ଶାସନ। ଏ ଗୀତ ତାଙ୍କ ପାଟିରୁ ନ ସରିଲା ପର୍ଯ୍ୟନ୍ତ ଶାସନ କରିବା ପାଇଁ ତାଙ୍କ ମୁଣ୍ଡକୁ କୌଣସି ବୁଦ୍ଧି ଜୁଟିବ ନାହିଁ। ଉପମୁଖ୍ୟ ସଚେତନ ଅଫିସର ବୁଝି ପାରୁନାହାନ୍ତି, ଆଉ ଏମଏଲଏ
ବୁକ୍ सर्कुलर 47 जो कार्यकारी हवा कथा से माने कहते विरोधी दल थिला बेले आमे भल भाव कार्यकारी करि पारुना आमर शासन 24 वर्ष भितर लोक आमको आशीर्वाद देकी 24 वर्ष आमको सरकार करबार सुजोग देथिले आमे साधारण लोकों पई जो काम कलु युवक मानक पई छात्र मानक पई महिला मानक पई बुढ़ा बुढ़ी मानक पई कृषक मानक पई तांको टिके अपसंद होबारु आमको शासन विदा करी बीजेपी को शासन गादी रे बसैले से माने पसंद योग्य काम सब करिवे भल काम करिवे बोली तांको शासन रे बसैले एवं तांको वोट देले किंतु ए पर्यंत से दुखदायक घटना जे एमएलए को ऑफिसर चिन्ही पारुना आम बेले काले ऑफिसर चलतला एकिन कहार चलछि एमएलए को ऑफिसर चिन्ही पारुना तांकरी डेप्यूटी चीफ कहउचंती एवं ऑफिसर माने किछि काम करूनांती तांकरी दलर लोक माने अभियोग करचंती ए कथा काहे घटुछि सेबा कहितले सबुर परिवर्तन करिवे सबु परिवर्तन करी भल शासन दा पई जो स्लोगान दे के आसीथिले सरकार को केते दूर कार्यकारी होछि कोनोसी कथा से कार्यकारी करूनांती कि कार्यकारी भविष्य रे करि परिबे नाही से जे पर्यंत तांकर आत्मगारिमा न छाडिचंती आत्मबडिमा प्रचार न छाडिचंती एवं निज दलर प्रचार प्रसार छड़ा साधारण लोक कथा को न भाविचंती से पर्यंत सरकार कोनोसी भल काम करि परिबे नाही कि भल काम करिया पई तांको मुंड को बुद्धि जुटिबो नाही मैडम अभियोग करछन 24 वर्ष रे हैंगओवर जाउनी ऑफिसर मानकर सेति पई मुख्य सचेतकर परिचय ते चिनि पारुनांती रेमुना विधायक कहिले चुनछन हैंगओवर जाउनी ऑफिसर ताले से की परिवर्तन करिवे से छाडी दो नांती से छाडी दियंतु शासन छाडी दियंतु तांको जदी ऑफिसर चिन्हु नांती किछि काम करि पारु नांती से परिचय पाउ नांती ऑफिसर तांको मुख्यमंत्री के ऑफिसर चिन्हचन तो डेप्यूटी चीफ जदी ऑफिसर चिन्हि पारु नांती मुख्यमंत्री चिन्हि पारुचन तो मुख्यमंत्री तांको ऑफिसर को निर्देश दो नांती काहे के हम एमएलए को चिन्हु ना हम एमएलए को चिन्ह बोली संसदीय व्यापार विभाग सबु डिपार्टमेंट को चिठी लेखुची जे बुक सर्कुलर 47 पालन करो रिपोर्ट दियो मे मास भीतर केते सांसद विधायक मानकर चिठी आसुची सबु प्रकार दिया आइछि जदी चिठी दिया आइछि आताले ऑफिसर केमि चिन्हि पाइला ना डेप्यूटी चीफ तांकर विधायक माने केमि ए प्रकार अभियोग आनुचंती जे ऑफिसर चिन्हि पारु नांती बोले से ऑफिसर को चिन्हिया पई गोटे ट्रेनिंग कैंप कर दियंतु हमर एतिकी विधायक ए विधायक मान को तमे चिन्ह गोटे ट्रेनिंग कैंप करे ऑफिसर को चिन्हांतु ऑफिसर जे चिन्हि पारु नांती आउ तो किछि व्यवस्था नाही चिन्हैबा पई जे चिन्हैबा पई मुख्यमंत्री को अध्यक्षतार गोटे मीटिंग करा जाऊ सब एमएलए मान को डका जाऊ सब ऑफिसर को डका जाऊ तांको एमएलए मान को गोटी गोटी करी चिन्है दिया जाऊ कर्मशाला रे कोन चिन्हि पाइले ने मुख्यमंत्री तांको चिन्हि पाइले ने ऑफिसर मान को से ऑफिसर मान को चिन्हैतले चिंतांत एमएलए मान को ऑफिसर चिन्हि पारु नांती एक दुर्भाग्यजनक कथा ये कथा एक भूल कथा जो कहउचंती मुख्यमंत्री महोदय को नजर को आसुची एक भूल कथा कहउचंती ऑफिसर मान चिन्हि पारु नांती बोली जो कहउचंती ये विधायक मान पई गोटे अपमान ना ना विधायक मान सब विधायक मान पई गोटे अपमान किछि काम न करिबा लोकंकर साधारण लोक जो कथा देके आस्तले काम करि पारु नांती एबे को बाट दे गोटे खसिबे का मुंड देकी गोटे तो पार हेबे से देखुचंती विरोध दल कथा कहि कि आमे जदी किछि आउ टिके कहिबु कथा कहिबु किछि आउ स्लोगानबाजी करिबु काले लोक ग्रहण करिवे आउ लोक से कथा को से ग्रहण करिया को ना प्रस्तुत नहंती जेते मिछ स्लोगान देकी से कहिबा कथा तळ स्तर रे चली आछंती एवं लोक बुझी गलेनी केते मिछ कहंती एवं किछि काम न करकी खाली मिछ प्रचार करके वोट नै चंती वोट नै सारला परे साधारण लोक काम किछि करना मैडम आ गुटी 1635 टी नूतन